ମାନେ ଜନ୍ମ ହବାଠୁ ଏମିତି ଟିକେଟ ଏରିଆରେ କେବେ ଗୋଟେ ଦୁର୍ଘଟଣାଟେ ହେଇନି। ଏଇଟା ଫାର୍ଷ୍ଟ ଟାଇମ୍ ଗୋଟେ ହେଇଛି। ବିଷାକ୍ତ ମଦ ପିଇକି 14 ଜଣ ଖଣ୍ଡେ ଆଡମିଟ୍ ହେଇଛନ୍ତି। ଆହୁରି 6 ଜଣ ଏବେ ଆସୁଛନ୍ତି। ପାଖାପାଖି 20-22 ଜଣ ଖଣ୍ଡେ ଇଏ ହେଇଛନ୍ତି। 2 ଜଣ ବହୁତ କ୍ରିଟିକାଲ ଅଛନ୍ତି ଆଇସିୟୁରେ। ଏବେ ମୁଁ ଦେଖିକି ଆସିଲି। ଏଇ ଯୋଉ ଖୋଲା ମଦ ବିକା ହଉଛି ଆମ ଏରିଆରେ ଗଲା 2 ମାସ ହେଲା। କାର ଇଙ୍ଗିତରେ ମୁଁ ଜାଣିନି ସିନା, କା ଇଙ୍ଗିତରେ ଖୋଲା ମଦ ସବୁଆଡେ ବିକା ହଉଛି। ଏଇଟାକୁ ଆମର ଏକ୍ସାଇଜ ଡିପାର୍ଟମେଣ୍ଟ ପ୍ରଶାସନ କିଏ ବି ଏଇଟାର ଗୁରୁତ୍ୱ ଦଉନି। ଏଇଟା ମୁଁ ଇଭେନ୍ ଏକ୍ସାଇଜ ଡିପାର୍ଟମେଣ୍ଟକୁ ହେଲେ କମ୍ପ୍ଲେନ୍ କରିଥିଲି, କିଛି ତାର ରିଜଲ୍ଟ ନାହିଁ। ଆଉ ମୁଁ ଆପଣଙ୍କର ଜରିଆରେ ଏଇଟା ବି କହିବାକୁ ଚାହୁଁଛି, ଏମିତି ଆପଣ ଆହୁରି ଆମ କନଷ୍ଟିଟ୍ୟୁଏନ୍ସି ନାହିଁ, ଆମ ଓଡ଼ିଶା ଷ୍ଟେଟ୍ ଆନ୍ଧ୍ରାରେ ହେଲେ ଏ ପ୍ରୋବ୍ଲେମ୍ ଦେଖିବେ। ଆପଣ ଦେଖିବେ ଗୋଟେ ପାତ୍ରପୁରରେ ଗୋଟେ ସର୍ଦାପୁର ଘାଟି ଅଛି। ସେଇଠୁ ପୁରା ମଦ ଆନ୍ଧ୍ରାକୁ ପଠା ହେଉଛି। ସେ ପୁରା ରାସ୍ତାରେ ପଠା ହେଉଛି। ଆଉ ଆପଣ ଯଦି ସରପ୍ରାଇଜ ଭିଜିଟ୍ କରିକି ଦେଖିବେ, ଯୋଉ କମ୍ପୋଜିସନରେ ମଦ ତିଆରି ହେବା କଥା ଗଭର୍ଣ୍ଣମେଣ୍ଟ ଗାଇଡଲାଇନ୍ସରେ, ସେଇ କମ୍ପୋଜିସନରେ ମଦ ତିଆରି ହେଉନି। ଧର୍ମେନ୍ଦ୍ର ବାବୁ କହିଥିଲେ ଯେ ମଦ ମୁକ୍ତ କରିବେ ବୋଲି, ହେଲା, ସେଇଟା କରିପାରିବେନି। ଯଦି କରିବେ ଅନଲାଇନ୍ ବି ଆପଣ ଅର୍ଡର କରିକି ଭୁବନେଶ୍ୱରରେ ଡେଲିଭରି ଦେବେ ବୋଲି ନିଜେ ଏକ୍ସାଇଜ ମନ୍ତ୍ରୀ କହୁଛନ୍ତି। ଆପଣ କ'ଣ ପାଇଁ ସେ କଥା କହୁଛନ୍ତି ଯେ ତାଙ୍କେ ମଦ ମୁକ୍ତ କରିବେ? ତାଙ୍କେ ଯେତିକି ଯାକ ପ୍ରତିଶ୍ରୁତି ଦେଇଛନ୍ତି ସବୁ ମିଛ ପ୍ରତିଶ୍ରୁତି ହିଁ ଦେଇଛନ୍ତି। ସେଇଟା ଗଭର୍ଣ୍ଣମେଣ୍ଟ ଆଉ ଆମର ଏକ୍ସାଇଜ ଡିପାର୍ଟମେଣ୍ଟ କାର ଇଙ୍ଗିତରେ ଏରାକ ହେଉଛି ଆମ କନଷ୍ଟିଟ୍ୟୁଏନ୍ସିରେ, ସେଇଟା ପ୍ରୁଭ୍ କରିବା ଦରକାର। ଦେଖନ୍ତୁ 2023ରେ ମାଉନ୍ଦପୁରରେ ଗୋଟେ ରେଡ୍ ପଡ଼ିଥିଲା। ସେଇଠି ଏଇ ମଦ ଧରା ହେଇଥିଲା। ଏଇ ମଦ ପାଇଁ ବୋଲିକି ଆମେ ବହୁତ କ୍ୟାମ୍ପେନିଂ ଚଲେଇଛୁ। ଏଇ ଯୋଉ ବିଷାକ୍ତ ମଦ ଏଇଟା ପାଇଁ ଆମେ ବହୁତ କ୍ୟାମ୍ପେନିଂ ଚଲେଇଛୁ। ବହୁତ ଜାଗାରେ ସରକାର ଆସିଲା ପରେ ବନ୍ଦ ବି କରୁଛୁ। କିନ୍ତୁ ଏବେ କ'ଣ ହେଉଛି, ଏ ବିଜେଡି କେତେ ଜାଗାରେ ପ୍ରୋଭୋକ୍ କରୁଛି କି କେତେ ଗୁଡ଼େ କର୍ଣ୍ଣର୍ସ, ମାନେ ଚିକିଟି ବ୍ଲକଟା, ଯେମିତି ଚିକିଟି ବ୍ଲକଟା ଆମ ହାତରେ ନାହିଁ। ତାଙ୍କେ ଏବେ ଯାଇ ଆମର କୋଉଠି ପଞ୍ଚାୟତ ଜାଗାରେ ଭିତରେ ତାଙ୍କେ ଲୁଚିକି ତାଙ୍କେ ବେପାର ଚଲେଇଛନ୍ତି। ହେଲେ ଆମେ ଆଖି ଆଗରେ ଯୋଉଠି ଆସୁଛି ଆମେ ସେଠି ବନ୍ଦ କରୁଛୁ। ଅବକାରୀ ବିଭାଗ ଯେତିକି କରିବା କଥା ଆଜ୍ଞା ସେତିକି କରୁଛନ୍ତି। ହେଲେ ଏଇ ସିଷ୍ଟମ ଯାକ, ଏଇ ଯୋଉ ଜିନିଷ ଯାକ, ଆରେ 4 ଲୋକ ଅଛନ୍ତି, ହେଲେ ଆଙ୍କର ସିଷ୍ଟମ ହଉଛି ଆରେ ଜଣେ ମାଷ୍ଟର ମାଇଣ୍ଡ ଅଛି। ହେଲେ ସେ ମାଷ୍ଟର ମାଇଣ୍ଡ ଟାକୁ ଏସପି କେ ଆମେ ଜଣା ହେଇଛି। ଶୁଣ, ମାଷ୍ଟର ମାଇଣ୍ଡ ଯାହାକୁ ମଦରୁ ଭଲ କମିଶନ ଯାଉଥିଲା ଆଗଠୁ, ଏଇ ଯୋଉ କମିଶନ ଯାଉଛି ତାଙ୍କମାନେ ହିଁ ଭିତରେ ଅଛନ୍ତି। ତାଙ୍କମାନେ ପ୍ରୋଭୋକ୍ କରୁଛନ୍ତି କି ଯୋଉ ଫରେନ୍ ଲିକର ଯାକ ବନ୍ଦ କରିକି ଏଇ ଯୋଉ ବିଷାକ୍ତ ମଦ ପିଇବାକୁ ତାଙ୍କେ ପ୍ରୋଭୋକ୍ କରୁଛନ୍ତି। ହେଲେ ତାଙ୍କମାନେ ଚାଷୀ ଲୋକ ତାଙ୍କେ ଆସୁଛନ୍ତି କୁଆଡୁ 5-25 କେତିକି କଷ୍ଟ, ଦିନକୁ ମୂଲି ତାଙ୍କ କୁଲିକା ହଉଛି 300 ଟଙ୍କା, ତାଙ୍କେ କୋଉଠି 5 ଟଙ୍କା 10 ଟଙ୍କାରେ ମିଶିଲେ ପିଇ ଦଉଛନ୍ତି। ହେଲେ ଆମେ ତ ପ୍ରୋଭୋକ୍ କରୁନୁ ନା ଲୋକଙ୍କୁ କି ତମେ ଫରେନ୍ ଲିକର ପିଅ, କି ଆମେ ତ ମଦ ବନ୍ଦ କେମିତି ହବ, ଆମେ ସେଟା ଚଲେଇଛୁ ଏବେ କେମିତି। ହଁ, ନାଇଁ ଶୁଣନ୍ତୁ, ଲୋକଙ୍କର ଜୀବନ ସଂଗରେ ଏଇ ମଦ ପାଣି ୟାକ ସବୁ ଆଗଠୁ 24 ବର୍ଷ ଯୋଉ ଶାସନ ଚାଲିଥିଲା, ଏଇ ଯୋଉ ମାନେ ଏମିତି ଗୋଟେ କଳଙ୍କିତ ଶାସନ ଚାଲିଥିଲା, ଏଇ ଶାସନରେ ୟାକ ସବୁ ବେଶୀ ହଉଥିଲା। କିନ୍ତୁ ଏବେ ଏଇ ଯୋଉ ବନ୍ଦ ହେଲା ବେଳକୁ ଆମେ ଯେତିକି ବନ୍ଦ କରୁଛୁ ସେତିକି ବନ୍ଦ କରୁଛୁ। ଏଇଟା ଗୋଟେ ଅଭାବନୀୟ ଘଟଣା ଗୋଟେ କେମିତି ହେଇଗଲା ଏଇଟା ଆମେ ବି ଜାଣିପାରିଲୁନୁ। 2023ରେ ରେଡ୍ ରୁ କେତେ ଲୋକଙ୍କର ମଦ ଜବତ ହେଇଥିଲା, ତାପରେ ପୁଣି ବନ୍ଦ ହେଇଗଲା। ତାପରେ ପୁଣି ଯେ ପୂର୍ବ ବିଧାୟକ ଥିଲେ ତାଙ୍କର ଗାଇଡେନ୍ସ ରେ ପୁଣି ଚାଲିଲା। ଏବେ ଆମେ ଜାଣିଲୁ ଯେମିତି, ଏବେ ପୁଣି ଆମେ ଏସପି କି ଜଣେଇଥିଲୁ ଏ ବିଷୟରେ।